ଆଜି ଆମେ ଏକ ଦିବ୍ୟ ଓ ରହସ୍ୟମୟ କାହାଣୀରେ ପ୍ରବେଶ କରିବା, ଯାହା ଭାରତର ଚାରିଧାମ ମଧ୍ୟରୁ ଅନ୍ୟତମ ପୁରୀର ଜଗନ୍ନାଥ ମନ୍ଦିରକୁ ଜନ୍ମ ଦେଇଛି। ଏହି କାହାଣୀଟି ହେଉଛି ପରମ ଭକ୍ତ ରାଜା ଇନ୍ଦ୍ରଦ୍ୟୁମ୍ନ, ତାଙ୍କ ଧର୍ମପରାୟଣ ରାଣୀ ଗୁଣ୍ଡିଚା ଏବଂ ସାକ୍ଷାତ ଦାରୁବ୍ରହ୍ମ ଭଗବାନ ଜଗନ୍ନାଥଙ୍କର। ଶେଷରେ କାହିଁକି ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତି ଅସମ୍ପୂର୍ଣ୍ଣ? କାହିଁକି ପ୍ରତି 12 ବା 19 ବର୍ଷରେ ଥରେ ତାଙ୍କର ନବକଳେବର ହୁଏ? ଆସନ୍ତୁ ଜାଣିବା ହିନ୍ଦୁ ଶାସ୍ତ୍ରରେ ବର୍ଣ୍ଣିତ ଏହି ମହାକଥାକୁ। ନମସ୍କାର ଦର୍ଶକ ବନ୍ଧୁ, ଈଶ୍ୱର ଭକ୍ତି ୟୁଟ୍ୟୁବ ଚ୍ୟାନେଲକୁ ଆପଣଙ୍କୁ ପୁଣି ଥରେ ସ୍ୱାଗତ। ରାଜା ଇନ୍ଦ୍ରଦ୍ୟୁମ୍ନ ମାଳବ ଦେଶର ଧର୍ମାତ୍ମା ଓ ଯଶସ୍ୱୀ ରାଜା ଥିଲେ। ଥରେ ସେ ଶୁଣିଲେ ଯେ ଉତ୍କଳ ପ୍ରଦେଶରେ ଏକ ଗୁପ୍ତ ସ୍ଥାନ ଅଛି, ଯାହାକୁ ପୁରୁଷୋତ୍ତମ କ୍ଷେତ୍ର କୁହନ୍ତି। ସେଠାରେ ନୀଳାଚଳ ପର୍ବତ ଉପରେ ଭଗବାନ ବିଷ୍ଣୁ ନୀଳମାଧବ ରୂପରେ ଏକ ନୀଳମଣି ମୂର୍ତ୍ତି ରୂପରେ ପୂଜା ପାଉଛନ୍ତି। ଭଗବାନଙ୍କ ଦର୍ଶନର ପ୍ରବଳ ଇଚ୍ଛାରେ ରାଜା ତାଙ୍କ ପ୍ରିୟ ସେବକ ବିଦ୍ୟାପତିଙ୍କୁ ନୀଳମାଧବଙ୍କୁ ଖୋଜିବା ପାଇଁ ପଠାଇଲେ। ବହୁ ଖୋଜିବା ପରେ ବିଦ୍ୟାପତିଙ୍କୁ ଜଣେ ଶବର ମୁଖିଆ ବିଶ୍ୱାବସୁ ମିଳିଲେ, ଯିଏ ଗୁପ୍ତରେ ନୀଳମାଧବଙ୍କୁ ପୂଜା କରୁଥିଲେ। ବିଦ୍ୟାପତି ଛଳ କରି ନୀଳମାଧବଙ୍କ ସ୍ଥାନ ଜାଣିପାରିଲେ ଏବଂ ରାଜାଙ୍କୁ ଖବର ଦେଲେ। ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ନିଜର ବିଶାଳ ସେନା ସହିତ ସେହି ସ୍ଥାନରେ ପହଞ୍ଚିଲେ, ସେତେବେଳେ ତାଙ୍କୁ ନିରାଶା ହିଁ ମିଳିଲା। ଭଗବାନ ନୀଳମାଧବଙ୍କ ମୂର୍ତ୍ତି ବାଲି ତଳେ ଲୀନ ହୋଇ ଅନ୍ତର୍ଧ୍ୟାନ ହୋଇସାରିଥିଲା। ରାଜା ଅତ୍ୟନ୍ତ ଦୁଃଖିତ ହେଲେ। ସେହି ସମୟରେ ଦେବର୍ଷି ନାରଦ ମୁନି ତାଙ୍କ ପାଖକୁ ଆସି ତାଙ୍କୁ ସାନ୍ତ୍ୱନା ଦେଲେ। ନାରଦ ମୁନି କହିଲେ ଯେ ଭଗବାନ ଏବେ ନୀଳମଣି ରୂପରେ ନୁହେଁ, ବରଂ ଦାରୁବ୍ରହ୍ମ ରୂପରେ ପ୍ରକଟ ହେବେ ଏବଂ ରାଜାଙ୍କ କର୍ତ୍ତବ୍ୟ ହେଉଛି ଯେ ସେ ତାଙ୍କ ପାଇଁ ଏକ ବିଶାଳ ମନ୍ଦିର ନିର୍ମାଣ କରନ୍ତୁ। ରାଜା ନାରଦ ମୁନିଙ୍କ ମାର୍ଗଦର୍ଶନରେ ଭବ୍ୟ ମନ୍ଦିର ନିର୍ମାଣ ଆରମ୍ଭ କଲେ ଏବଂ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ହଜାର ହଜାର ଅଶ୍ୱମେଧ ଯଜ୍ଞ ମଧ୍ୟ କଲେ। ଯଜ୍ଞ ସମାପ୍ତ ହେବା ପରେ ଦିନେ ରାଜା ଦେଖିଲେ ଯେ ସମୁଦ୍ରରେ ଏକ ବିଶାଳକାୟ ସୁଗନ୍ଧିତ ଦାରୁ ଭାସୁଛି, ଯାହା ଉପରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମର ଚିହ୍ନ ଅଙ୍କିତ ହୋଇଛି। ଏହା କୌଣସି ସାଧାରଣ କାଠ ନଥିଲା, ସାକ୍ଷାତ ଭଗବାନଙ୍କର ରୂପ ଥିଲା। ରାଜା ସେହି ଦାରୁକୁ ବାହାର କରି ଆଣିଲେ ଏବଂ ଏଥିରୁ ଭଗବାନଙ୍କର ମୂର୍ତ୍ତି ତିଆରି କରିବାକୁ ସ୍ଥିର କଲେ। ସେହି ସମୟରେ ଜଣେ ବୃଦ୍ଧ ଓ ତେଜସ୍ୱୀ ବଢ଼େଇ ତାଙ୍କ ସମ୍ମୁଖରେ ପ୍ରକଟ ହେଲେ। ଏହି ବଢ଼େଇ ଆଉ କେହି ନୁହନ୍ତି, ସ୍ୱୟଂ ଦେବଶିଳ୍ପୀ ବିଶ୍ୱକର୍ମା ଥିଲେ, ଯିଏ ଭଗବାନଙ୍କ ଇଚ୍ଛାରେ ଗୁପ୍ତ ରୂପରେ ଆସିଥିଲେ। ବଢ଼େଇ ରାଜାଙ୍କୁ କହିଲେ ଯେ ସେ ଏକ ବନ୍ଦ କୋଠରୀରେ 21 ଦିନ ପର୍ଯ୍ୟନ୍ତ ମୂର୍ତ୍ତି ଗୁଡ଼ିକର ନିର୍ମାଣ କରିବେ, କିନ୍ତୁ ଏହି ସମୟ ମଧ୍ୟରେ କୌଣସି ପରିସ୍ଥିତିରେ କବାଟ ଖୋଲାଯିବା ଉଚିତ ନୁହେଁ, ନଚେତ୍ ସେ କାମ ଛାଡ଼ି ଚାଲିଯିବେ। ଏହି କଥାକୁ ରାଜା ପ୍ରତିଜ୍ଞା କଲେ। 15 ଦିନ ପର୍ଯ୍ୟନ୍ତ କୋଠରୀ ଭିତରୁ ଛଣେଇ ହାତୁଡ଼ିର ଶବ୍ଦ ଆସୁଥିଲା, କିନ୍ତୁ 16 ଦିନରେ ହଠାତ୍ ଶବ୍ଦ ଆସିବା ବନ୍ଦ ହୋଇଗଲା। ଶବ୍ଦ ବନ୍ଦ ହେବା କ୍ଷଣି ରାଣୀ ଗୁଣ୍ଡିଚା ବହୁତ ଚିନ୍ତିତ ହେଲେ। ତାଙ୍କୁ ଲାଗିଲା ଯେ ବୃଦ୍ଧ ବଢ଼େଇ ଭୋକିଲା ଶୋଷିଲା ହୋଇ ମରିଯାଇଥିବେ। ରାଣୀଙ୍କ ମାତୃତ୍ୱ ଓ କରୁଣା ଜାଗ୍ରତ ହୋଇ ଉଠିଲା। ସେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବାରମ୍ବାର ଅନୁରୋଧ କଲେ ଯେ କବାଟ ଖୋଲି ଭିତରକୁ ଦେଖନ୍ତୁ। ରାଜା ତାଙ୍କର ପ୍ରତିଜ୍ଞା ମନେ ପକାଇଲେ, କିନ୍ତୁ ରାଣୀଙ୍କ ଅତ୍ୟନ୍ତ ସ୍ନେହପୂର୍ଣ୍ଣ ଜିଦ୍ ଆଗରେ ସେ ବିବଶ ହୋଇଗଲେ। ରାଣୀ ଗୁଣ୍ଡିଚାଙ୍କ ଆଗ୍ରହରେ ରାଜା 16 ଦିନରେ ହିଁ କବାଟ ଖୋଲିଦେଲେ। କବାଟ ଖୋଲିବା ମାତ୍ରେ ବଢ଼େଇ ବିଶ୍ୱକର୍ମା ଅନ୍ତର୍ଧ୍ୟାନ ହୋଇଗଲେ। କୋଠରୀରେ ରାଜା ଓ ରାଣୀ ଦେଖିଲେ ଯେ ଦାରୁରେ ତିଆରି ହୋଇଥିବା ଭଗବାନଙ୍କ ମୂର୍ତ୍ତି ଗୁଡ଼ିକ ଅଧା ତିଆରି ହୋଇଛି, ସେମାନଙ୍କର ହାତ ଓ ଗୋଡ଼ ତିଆରି ହୋଇନାହିଁ। ରାଜା ଓ ରାଣୀ ଉଭୟ ବହୁତ ଦୁଃଖିତ ହେଲେ। ସେମାନେ ନିଜର ଭୁଲ ପାଇଁ କ୍ଷମା ମାଗିଲେ। ସେହି ସମୟରେ ଏକ ଆକାଶବାଣୀ ହେଲା, ଯେଉଁଥିରେ ଭଗବାନ କହିଲେ ଯେ ସେ ଏହି ଅସମ୍ପୂର୍ଣ୍ଣ ରୂପରେ ହିଁ ପୂଜା ପାଇବାକୁ ଚାହାନ୍ତି, କାରଣ ଭକ୍ତମାନଙ୍କ ପାଇଁ ଏହା ହିଁ ତାଙ୍କର ପୂର୍ଣ୍ଣ ସ୍ୱରୂପ ଅଟେ, ଯାହା ସେମାନଙ୍କୁ ଶୀଘ୍ର ମୋକ୍ଷ ପ୍ରଦାନ କରିବ। ଏହିପରି ଭାବରେ ଭଗବାନ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କର ଅସମ୍ପୂର୍ଣ୍ଣ ମୂର୍ତ୍ତି ସ୍ଥାପିତ ହେଲା। ଆଜି ମଧ୍ୟ ଏହି ଦାରୁବ୍ରହ୍ମ ମୂର୍ତ୍ତି ଗୁଡ଼ିକର ପୂଜା ପୁରୀର ଭବ୍ୟ ମନ୍ଦିରରେ ହୁଏ। ରାଣୀ ଗୁଣ୍ଡିଚାଙ୍କ ଅନୁରୋଧରେ ଭଗବାନ ତାଙ୍କୁ ଏକ ବିଶେଷ ବରଦାନ ମଧ୍ୟ ଦେଲେ ଯେ ସେ ବର୍ଷକୁ ଥରେ ତାଙ୍କ ଭାଇ ଭଉଣୀଙ୍କ ସହିତ ତାଙ୍କ ନିବାସ ସ୍ଥାନକୁ ଯିବେ ଏବଂ ସେଠାରେ 9 ଦିନ ରହିବେ। ଏହି କାରଣରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ଭଗବାନ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ନିଜର ମୁଖ୍ୟ ମନ୍ଦିର ଛାଡ଼ି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି, ଯାହାକୁ ତାଙ୍କର ଜନ୍ମସ୍ଥାନ କିମ୍ବା ମାଉସୀମା ଘର ମଧ୍ୟ କୁହାଯାଏ। ରାଣୀ ଗୁଣ୍ଡିଚାଙ୍କ ନାମ ଏହିପରି ଭଗବାନଙ୍କ
ସେବା ଦ୍ୱାରା ଅମର ହୋଇଗଲା। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଭକ୍ତି, ରାଣୀ ଗୁଣ୍ଡିଚାଙ୍କ କରୁଣା ଏବଂ ଭଗବାନଙ୍କ ଅଦ୍ଭୁତ ଲୀଳାର ଏହି ସମନ୍ୱୟ ହିଁ ଜଗନ୍ନାଥ ସଂସ୍କୃତିର ମୂଳଦୁଆ ଅଟେ। ତାଙ୍କର ଅସମ୍ପୂର୍ଣ୍ଣତାରେ ହିଁ ସମଗ୍ର ବ୍ରହ୍ମାଣ୍ଡର ସାର ରହିଛି। ଯଦି ଆପଣଙ୍କୁ ଏହି ଦିବ୍ୟ କାହାଣୀ ପସନ୍ଦ ଆସିଲା ତେବେ ଏହାକୁ ଲାଇକ୍ କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନିଅନ୍ତୁ। ଜୟ ଜଗନ୍ନାଥ।